କିନ୍ତୁ ଅନେକ ଲୋକ ମୁଁ ଦେଖିଛି ଯେ ସେମାନେ ଲୋନ୍ କରି କୌଣସି ମତେ ଆମେ ଗୋଟେ ଘର ଅଛି ଭୁବନେଶ୍ୱରରେ। ଫାଷ୍ଟ ହାଉସ୍ ହଁ ଇଜ ଏ ପ୍ରାୟୋରିଟି ହୁଁ ଏବଂ ମିଡିଲ କ୍ଲାସ ଯୋଉମାନଙ୍କର ଆଗରୁ ଧରନ୍ତୁ ଭୁବନେଶ୍ୱରରେ ମୋର ଘର ନାହିଁ, ମୋ ବାପାଙ୍କର ଘର ନାହିଁ, ହୁଁ। ତେଣୁ ସେ ନିଶ୍ଚୟ ଭଡା ଘରେ ପ୍ରଥମେ ରହିଲେ କଣ ରହିଲେ। ଅସୁବିଧା ଅଛି? ନାଇଁ, ମୁଁ ଶୁଣିଛି ଯେ ମାରୱାଡି କମ୍ୟୁନିଟିର ଅନେକ ପ୍ରିଫର କରନ୍ତି ଭଡା ଘରେ ରହିବା ପାଇଁ, କିନ୍ତୁ କୋଟିଏ 2 କୋଟି ହଠାତ୍ ଇନଭେଷ୍ଟ କରିକି ଗୋଟେ ଘର କିଣିବା ପାଇଁ ସେମାନେ ଚାହାନ୍ତିନି। ଦେଖନ୍ତୁ ପ୍ରଥମ କଥା ହେଲା ଯେ ପ୍ରତ୍ୟେକ ଲୋକ ଯଦି ଭାବିବ ଭଡା ଘରେ ରହିବ ତାହେଲେ ଘର ବି ସେତିକି ଥିବା କଥା। ଆପଣ ଯୋଉ ମାରୱାଡି ବା ବିଜନେସ୍ କମ୍ୟୁନିଟି ଭାବନ୍ତି ସେମାନେ ଭାବନ୍ତି ଯେ ମୁଁ ଯଦି ଯୋଉଟା ମୁଁ କହିଲି ରେଣ୍ଟରେ ମତେ ଯଦି 25,000 ଟଙ୍କାରେ ସେଇ ଘର ମିଳିଯାଉଛି ଏବଂ ମୁଁ 2 କୋଟି ଟଙ୍କା କାହିଁକି ଇନଭେଷ୍ଟ କରିକି ବ୍ଲକ୍ କରିବି। ତେଣୁ ମୁଁ ପ୍ରଥମେ ଏଇ 2 କୋଟି ଇନଭେଷ୍ଟ କରିକି ଆଉ 2 କୋଟି ଯଦି କମେଇ ପାରିଲି ତାପରେ ମୁଁ ଇନଭେଷ୍ଟ କରିବି। ହୁଏତ ପ୍ରାୟୋରିଟି ନଥାଇପାରେ, କିନ୍ତୁ ଜେନେରାଲି ଗୋଟେ ଟ୍ରେଣ୍ଡ ଯୋଉଟା ଆସୁଛି ଯେ ନୂଆ ଜେନେରେସନ ସେମାନେ ଆଉ ଏତେଟା ଇନଭେଷ୍ଟମେଣ୍ଟ ବା ସେଭିଂ ଓରିଏଣ୍ଟେଡ କମ ହଉଛନ୍ତି। ସେମାନେ ଭାବୁଛନ୍ତି ଖର୍ଚ୍ଚ କର, ଏନ୍ଜୟ ଲାଇଫ। ଏବଂ ଅନେକ ତା ଭିତରୁ ଅଛନ୍ତି ଯୋଉମାନେ ଘର କିଣିବାକୁ ମଧ୍ୟ ଚାହୁଁନାହାନ୍ତି, ଗାଡି କିଣିବାକୁ ଚାହୁଁନାହାନ୍ତି, ଓଲାରେ ବୁଲିବେ, ଭଡାଘରେ ରହିବେ। ସେଟା ଗୋଟେ ଅଲଗା ପ୍ରକାର ଆଟିଚ୍ୟୁଡ ଆସୁଛି। କିନ୍ତୁ ମୁଁ ଭାବୁଛି ପ୍ରତ୍ୟେକ ଲୋକ ଗୋଟେ ଘର ନିଶ୍ଚୟ ରଖିବା ଦରକାର, ତା ନିଜର ପ୍ରୋଟେକ୍ସନ ପାଇଁ, ତା ଫ୍ୟାମିଲି ପ୍ରୋଟେକ୍ସନ ପାଇଁ। ସେଇଭଳି ଇନ୍ସୁରାନ୍ସ ନିହାତି କରିବା ଦରକାର, ତା ନିଜର ପ୍ରୋଟେକ୍ସନ, ସେଭିଂ, ଇନଭେଷ୍ଟମେଣ୍ଟ। ଏବଂ ଯଦି କିଛି କଣ୍ଟିଜେନ୍ସି ହେଲା କାଲି ତା ପିଲାମାନେ ଯେମିତିଆ ସଫର ନ କରନ୍ତୁ ସେଥିପାଇଁ ଇନ୍ସୁରାନ୍ସ ମଧ୍ୟ ନେବାର ଅଛି। ତେଣୁ ଗୋଟେ ହୋଲିଷ୍ଟିକ ପ୍ଲାନିଂ ଗୋଟେ ଲାଇଫରେ ବହୁତ ଦରକାର ଏବଂ ସେଥିପାଇଁ ଚିନ୍ତା କରିବା ଦରକାର। ଚିନ୍ତା ନକରି ଆମେ ଯଦି ଡେମ୍ କେୟାର ବା କେୟାର ଫ୍ରି ହବା, ମୁଁ ଭାବୁଛି ସେଇଟା ଠିକ ହବ। ଶୀତ ସାହୁ, ମୋର ଲାଷ୍ଟ କ୍ୱେଶ୍ଚିନ୍ ଆପଣଙ୍କ ପାଇଁ ରହିବ ଯେ ଆପଣ ତ ପାଠ ପଢ଼ିଲା ବେଳେ ଚାକିରି କଥା ଭାବିଥିବେ, ଆଜି ବ୍ୟବସାୟ କରିଛନ୍ତି, ଜଣେ ପ୍ରଫେସନାଲ ହିସାବରେ ଖ୍ୟାତି ଅର୍ଜନ କରିଛନ୍ତି। ଆପଣ ଯଦି ଚାକିରିଆ ହେଇଥାନ୍ତେ, ଟେନସନ୍ ଫ୍ରି ଲାଇଫ୍ ଲିଡ୍ କରିଥାନ୍ତେ, ଭଲ ଦରମା ପାଇଥାନ୍ତେ, ରିଟାୟାର୍ଡ କରି ଆରାମରେ ଥାନ୍ତେ, ସେ ଲାଇଫ୍ ଭଲ ହେଇଥାନ୍ତା ନା ଆପଣ ଯଦି ବିଜନେସରେ ରିସ୍କ ନେଲେ ବହୁତ କଷ୍ଟ ପାଉଛନ୍ତି, ବହୁ ସମୟରେ ହଇରାଣ ବି ହେଉଥିବେ, ଟାର୍ଗେଟର ହେଉଥିବେ ଆପଣ, ତ ଆଜିର ଦିନରେ ଠିଆ ହେଲା ବେଳକୁ ଆପଣଙ୍କୁ କ'ଣ ଲାଗୁଛି? ଦେଖନ୍ତୁ, ମୁଁ ଯେତେବେଳେ ପାସ୍ କଲି ମୋ ଉପରେ କିଛିଟା ଫ୍ୟାମିଲି ପ୍ରେସର ଥିଲା ଯେ ଚାକିରି କର ଏବଂ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହିସାବରେ ମୁଁ ଭଲ ଚାକିରି ପାଇପାରିଥାନ୍ତି ଏବଂ ସେତେବେଳେ ସେଟା ଆଟ୍ରାକ୍ଟିଭ ଲାଗୁଥିଲା। କିନ୍ତୁ ମୁଁ ବାଇ ଭର୍ଚ୍ୟୁ ଅଫ୍ ମାଇ ଆଟିଚ୍ୟୁଡ ଆଣ୍ଡ ଟେମ୍ପରାମେଣ୍ଟ ମୁଁ ଡିସାଇଡ୍ କଲି ଯେ ମୁଁ ନିଜେ ପ୍ରାକ୍ଟିସ ଆରମ୍ଭ କରିବି ଏବଂ ସେଥିପାଇଁ କିଛିଟା ଘର ସାଙ୍ଗରେ କିଛିଟା ରିଲେଟିଭ ଯୋଉମାନେ ମତେ ପ୍ରବର୍ତ୍ତାଉଥିଲେ ଯେ ଚାକିରି କର ଭଲ ବୋଲି, ସେମାନେ ହୁଏତ ଲାଇକ୍ ନ କରିଥାଇ ପାରନ୍ତି। କିନ୍ତୁ ମୁଁ ଭାବୁଛି ଆଜିକା ଦିନରେ ମୁଁ ଯଦି ପଛକୁ ଫେରିକି ଅନେଇବି ଯେ ମୋ ଡିସିସନଟା ଠିକ ଥିଲା ଏବଂ ବହୁତ ଜିନିଷ ମୁଁ କରିପାରିଲି ଯୋଉଟା କି ଜଣେ ଚାକିରିଆ ହିସାବରେ କରିପାରିନଥାନ୍ତି। ଯୋଉ ଇଣ୍ଡିପେଣ୍ଡେନ୍ସ ମୁଁ ପାଇଲି, ଯୋଉଟା ହୁଏତ ମୁଁ ଚାକିରି କରିଥିଲେ ମୋ ଏମ୍ପ୍ଲୟର ମତେ ସୁଯୋଗ ଦେଇନଥାନ୍ତା, ମୁଁ ସେଇଟାକୁ ନିଜେ ଜଣେ ପ୍ରଫେସନାଲ ହିସାବରେ, ନିଜେ ଜଣେ ଇଣ୍ଡିପେଣ୍ଡେଣ୍ଟ ପ୍ରାକ୍ଟିସିଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହିସାବରେ କରିପାରିଲି ଏବଂ ମୁଁ ସେ ଡିସିସନ ନେଇଥିବାରୁ ମୁଁ ନିଜକୁ ବି ଧନ୍ୟବାଦ ଦଉଛି ଯେ ମୁଁ ଚାକିରିଆ ହେଲିନି। ଏଇଟା ଆପଣଙ୍କ ଜୀବନର ସବୁଠାରୁ ଭଲ ନିଷ୍ପତ୍ତି ନିଶ୍ଚୟ ମୁଁ କହିବି। ଏବଂ ମୁଁ ଚାକିରି ନକରି ଆଜିକା ଦିନରେ 200, 300, 400, 500 ଲୋକଙ୍କୁ ଯଦି ଚାକିରି ଦେଇପାରୁଛି, ମୁଁ ଭାବୁଛି ସେଇଟା ଗୋଟେ ବଡ଼ ଆଚିଭମେଣ୍ଟ ଏବଂ ମୁଁ ଭାବେ ସେଇଟା ବି ଭଗବାନଙ୍କର ଆଶୀର୍ବାଦ କୋଉଠି ନା କୋଉଠି ଅଛି। ଆଉ ଆପଣ ଜୀବନରେ ସଂଘର୍ଷ କରିଥିବାରୁ ଗର୍ବିତ। ନିଶ୍ଚୟ ମୁଁ ଭାବୁଛି ମନୋରଞ୍ଜନ ବାବୁ, ଯଦି ଲାଇଫରେ ଚ୍ୟାଲେଞ୍ଜ ନାହିଁ ତାହେଲେ ଲାଇଫର ବୋଧେ ଟେଷ୍ଟ ନାହିଁ। ଆପଣ ଦେଖିବେ ଯଦି ଗୋଟେ ବ୍ୟାଟିଂ ପିଚ୍ ଅଛି, ଆପଣ ସେଥିରେ ସେଞ୍ଚୁରୀ ମାରିଲେ ହୁଏତ କେହି ରେକଗ୍ନାଇଜ କରି ନପାରନ୍ତି, କିନ୍ତୁ ଆପଣ ଯଦି ଗୋଟେ ଡିଫିକଲ୍ଟ ପିଚ୍ରେ, ରେନ୍ ଆଫେକ୍ଟେଡ ପିଚ୍ରେ ବା ସ୍ପିନିଂ ଟ୍ରାକ୍ରେ ଆପଣ ଯଦି 50 ରନ୍ କଲେ, ସେଇଟା ଆପଣଙ୍କୁ ବହୁତ ସାଟିସ୍ଫ୍ୟାକ୍ସନ ଦେବ ଏବଂ ରେକଗ୍ନିସନ ମିଳିବ। ଆପଣଙ୍କ ଲାଇଫର ଏସେନ୍ସ କ'ଣ? ସାର କଥା ହେଉଛି ଅନ୍ୟକୁ ହଇରାଣ ନ କରି, ଅନ୍ୟକୁ ସହଯୋଗ କରି ଯଦି ଆମେ ଗୋଟେ ଭଲ ଜୀବନ ବଞ୍ଚିପାରିବା ଏବଂ ଅନ୍ୟମାନଙ୍କ ପାଇଁ ଗୋଟେ ସାହାରା ହେଇପାରିବା,
ମୁଁ ଭାବୁଛି ସେଇଟା ଗୋଟେ ଲାଇଫର ବଡ଼ ସଫଳତା ଏବଂ ଆମେ ଚେଷ୍ଟା କରିବା ଯେ ଗୋଟେ ଭଲ ଡିସିପ୍ଲିନ ଲାଇଫ ଲିଡ୍ କରିବା। ହଁ, ଅନ୍ୟକୁ କଷ୍ଟ ନ ଦେଇ ଯେତେ ବଞ୍ଚି ହେବ ବଞ୍ଚ, ହଁ, ଅନ୍ୟକୁ କଷ୍ଟ ଦବନି, ଅନ୍ୟକୁ ସାହାଯ୍ୟ କରିବ। ଅନ୍ୟକୁ ସାହାଯ୍ୟ ଏବଂ ଗୋଟେ ଦିନ ଶେଷରେ ଆପଣ ଯଦି ଭାବିଲେ ଯେ ଆଜି ମୁଁ ଆଉ 3ଟା କି 5ଟା ଲୋକଙ୍କୁ ବିଭିନ୍ନ ଉପାୟରେ ସାହାଯ୍ୟ କଲି, ମୁଁ ଭାବୁଛି ସେଇଟା ହେଉଛି ସବୁଠୁ ବଡ଼ ସାଟିସ୍ଫ୍ୟାକ୍ସନ୍ ଗୋଟେ ଦିନର। ବହୁତ ଧନ୍ୟବାଦ ଶ୍ରୀଯୁକ୍ତ ରାଜୀବ ସାହୁ ଆପଣଙ୍କର ମତାମତ ପାଇଁ। ଲାଇଭ୍ 360ରେ ଆପଣଙ୍କର ଯୋଗଦାନ ନିଶ୍ଚିତ ଭାବରେ ଆମ ଦର୍ଶକ ପାଇଁ ନୂଆ ବାର୍ତ୍ତା ରଖିବ। ଅନେକ କିଛି ନୂଆ କଥା ଆଜିର ପଡ଼କାଷ୍ଟରୁ ଆପଣ ଜାଣିପାରିବେ। ନିଜ ଜୀବନରେ ଅର୍ଥନୀତିକୁ କିଭଳି ଆପଣ ମେଣ୍ଟେନ୍ କରିବେ, ନିଜ ଜୀବନରେ ସରଳ ଭାବରେ କିଭଳି ସେଭିଂ କରିବେ, ଇନଭେଷ୍ଟ କରିବେ, ଜୀବନକୁ ଅର୍ଥପୂର୍ଣ୍ଣ କରିବେ। ଟଙ୍କା ସମସ୍ତଙ୍କର ଦରକାର, କିନ୍ତୁ ଟଙ୍କା ରୋଜଗାର କରିବାର ସରଳ ସୂତ୍ର ସମସ୍ତେ ଜାଣିବା ଜରୁରୀ। ଧନ୍ୟବାଦ ଶ୍ରୀଯୁକ୍ତ ରାଜୀବ ସାହୁ।